ମୁଁ ଗଗନ ବିହାର ସେନାପତି ନେମାଳ ପଞ୍ଚାୟତର ପିଅନ। ଅସୁବିଧା କ'ଣ ମୁଁ ଆଜିକି ପଞ୍ଚାୟତରେ 40-42 ବର୍ଷ ହେଲା ଚାକିରି କଲେଣି କିନ୍ତୁ କେବେ ଏମିତି ଅସୁବିଧା ହେଇନଥିଲା। ଆମକୁ 3 ଦିନ ହେଲା ଟିଫିନ୍ ଦଉଥିଲେ। ଆମେ ଏଠି ରାତି 1ଟା ଯାକେ ବଉଛୁ, 2 ଜଣ ପିଲା ମେଡିକାଲ ଷ୍ଟାଫ୍ ସମସ୍ତେ ବଉଛୁ। ଆଜି ଯେତେବେଳେ ଗଲୁ ଷ୍ଟେଜ୍ କତିକି କହୁଛନ୍ତି ତମକୁ ଟିଫିନ୍ ଦିଆହବନି। ତମେ କିଏ କି? ବୁଲୁ ସାହୁ କହୁଛି। ବୁଲୁ ସାହୁ ଆମର ଯୋଉ ପ୍ରୋଗ୍ରାମ ହଉଛି ମୁଁ ଟିଫିନ୍ କ'ଣ ଆଜି ଆସିନି କି? ନା ହଁ ଆଇଛି। ବାଲିଯାତ୍ରା ମହୋତ୍ସବର ଯୋଉ ପ୍ରୋଗ୍ରାମ ନାଚ ହଉଛି କହୁଛନ୍ତି ତମେ କିଏ? ମୁଁ କହିଲି ଆମେ OTDC ଜଗିକି ବଇଛୁ, ମୁଁ ହଉଛି ପଞ୍ଚାୟତ ପିଅନ। ତମେ କ'ଣ ଜାଣିନା? ତମେ ଆମ ନେମାଳ ପଞ୍ଚାୟତ ଲୋକ ନା ନାଇଁ? ନା ତମକୁ କାହିଁ ଟିଫିନ୍ ଦିଆହବ? ସେ MLA ଆଉଥିଲେ ବୋଲି ଦେଇ ଦଉଥିଲୁ ନା, ଆଉ ଆଜି କାହିଁ ଦବୁ? ବୁଲୁ ସାହୁ ଏ ନେମାଳ ଆମର ସ୍କୁଲ କତିରେ। ହଁ ଆଜ୍ଞା ବିଜେପି କର୍ମୀ ହେଇଥିବେ କି ମୁଁ ଜାଣିନି। ସେ ଆଗରୁ ବିଜେଡି ଥିଲେ କିନ୍ତୁ ଏବେ କ'ଣ ଅଛନ୍ତି କହିପାରିବିନି। କହୁଛନ୍ତି କାହିଁ ତମକୁ ଟିଫିନ୍ ଦିଆହବ? ତମେ କିଏ କି? ମୁଁ କହିଲି ମତେ ଚିହ୍ନିନା, ମୁଁ କିଏ? ଏ କଥା କହିକିରି ମତେ ଫେରେଇ ଦେଲେ। ଦଉଥିଲେ କିନ୍ତୁ ଆଜି ଯେତେବେଳେ ଗଲୁ ମେଡିକାଲ ଶୁଣନ୍ତୁ ବିଜେଡି ବେଲେ ବି ଦିଆ ହଉଥିଲା। ଆଜି ଯେତେବେଳେ ସିଏ କହୁଛନ୍ତି ବିଧାୟକ ଆଇଥିଲେ ଦିଆ ହେଇଥାନ୍ତା, ନହେଲେ ବିଧାୟକ ଆସିନାହାନ୍ତି ମାନେ ତମକୁ ଦିଆହବନି। ଏଇ କଥା ମତେ ବିନୁ ସାହୁ କହିଲା। କେଜାଣି କ'ଣ ମୁଁ କ'ଣ ଜାଣିଛି? କହୁଛନ୍ତି ସେ ବିଧାୟକ ଆଉଥିଲେ ବୋଲି ତମ ଅଫିସ କି ତମକୁ ଟିଫିନ୍ ଦିଆ ହଉଥିଲା। ମୁଁ କହିଲି ବିଧାୟକ ଆସିନାହାନ୍ତି ବୋଲି ତାହେଲେ ଆମକୁ ଦବନି ଆଉ କ'ଣ? ଦୁଃଖିତ, ବହୁତ ଦୁଃଖିତ। କହୁଛି ମୁଁ 5 ବର୍ଷ ହେଲା ଏଠି ଖଟୁଛି, ମାନେ 5 ଦିନ ନୁହଁ 10 ଦିନ ବରଂ, କିନ୍ତୁ ପ୍ରୋଗ୍ରାମ 5 ଦିନ। 5 ଦିନରେ 5 ଟଙ୍କା ଆଜି ପର୍ଯ୍ୟନ୍ତ ପାଇନି। ତଥାପି ମୁଁ ସମସ୍ତଙ୍କୁ ଅଭିଯୋଗ କରିଛି। କଲା ପରେ ବି ଆମର ଯିଏ ବୁଲା ବୁଝୁଛି ତାକୁ କହିଛି, ରବି ପୁଷ୍ଟି କହିଛି। ବୁଲା କିଏ କ'ଣ ଟ୍ରଷ୍ଟର କ'ଣ ବୁଝେ, ମାନେ ଠାକୁରଙ୍କ ଏଇ ଯୋଉ ଯାତ୍ରାର ସବୁ ବୁଝେ। କହିଲା ହଁ ଦିଆ ହବ, ସବୁ ବର୍ଷ କହିବ ଦିଆହବ କିନ୍ତୁ ମଜୁରୀ କିଛି ନାହିଁ। କିନ୍ତୁ 5 ବର୍ଷ ହେଲା ମୁଁ ଖଟୁଛି କିନ୍ତୁ ଟଙ୍କାଟା ପାଇନି। ତଥାପି ସଫ୍ଟୱେରରୁ କୁହାହେଲା, କହିଲା ପରେ ବି କହିଲେ ହଁ ତମ କଥା ବୁଝା ହବ, କିନ୍ତୁ ମୁଁ ଟଙ୍କାଟା ପାଉନି ଏପର୍ଯ୍ୟନ୍ତ। ନା କିଛି ମିଳେନି। ମୁଁ ଆଜି ପର୍ଯ୍ୟନ୍ତ ଟଙ୍କାଟା ବି ପାଇନି କିନ୍ତୁ ମାଗଣା ଖଟୁଛି ରାତି 1ଟା ଯାକେ।